ସାଙ୍ଗମାନେ ଆମେ ବର୍ତ୍ତମାନ ଚୌମୁଖ ପାର୍କରୁ ଆମେ ଆସିଛୁ ବର୍ତ୍ତମାନ ଚୌମୁଖ ସି ବିଚ୍ ବୁଲିବା ପାଇଁ। ଦେଖିପାରୁଥିବେ ସି ବିଚ୍ ପୁରା ଆପଣଙ୍କୁ ଦେଖାଉଛୁ ପୁରା ସି ବିଚ୍ ଟା ଏଇ ଜଷ୍ଟ ପାଖରେ ପାର୍କର ଜଷ୍ଟ ଦକ୍ଷିଣ ପାର୍ଶ୍ୱକୁ ଅଛି ସି ବିଚ୍ ଟା। ତ ଆପଣଙ୍କୁ ଦେଖାଉଛୁ ପୁରା ସି ବିଚ୍। ତ ଚାଲନ୍ତୁ ଆପଣଙ୍କୁ ଦେଖେଇବି ସି ବିଚ୍ ଟା। ତ ଦେଖିପାରୁଛନ୍ତି ମୋ ଭାଇ ଦୁଇ ଜଣ ବର୍ତ୍ତମାନ ଆଗରେ ଯାଉଛନ୍ତି ସି ବିଚ୍ ବୁଲିବା ପାଇଁ। ତ ଆପଣ ଦେଖୁଥିବେ ଏଠି ବହୁତ ନୌକା ରହୁଛୁ ସେମାନେ ମାଛ ଧରିବା ପାଇଁ ଯାଆନ୍ତି ସମୁଦ୍ର ଭିତରକୁ। ସମୁଦ୍ର ଭିତରେ ସେଠି ଦେଖିପାରୁଛନ୍ତି ଦୁଇ ଜଣ ମାଛ ଧରୁଛନ୍ତି ଜାଲରେ। ତ ଆପଣମାନଙ୍କୁ ପୁରା ଦେଖେଇବୁ ଏଠିକାର ସି ବିଚ୍ କେମିତି ରହୁଛୁ ଆଉ ଲହରୀ କେମିତି ଏଠି ଆସୁଛୁ ଦେଖେଇବୁ ଆପଣମାନଙ୍କୁ। ଆସିକି ଏଠି ସ୍ନାନ କରି ଯାଆନ୍ତୁ, ବହୁତ ମଜା ଲାଗିବ ଏ ଜାଗାରେ। ତ ଦେଖିପାରୁଥିବେ ବହୁତ ନୌକା ଏ ଜାଗାରେ ଏତେ ନୌକା ରହୁଛୁ। ସବୁ ମାଛ ଧରିବା ପାଇଁ ଯାଆନ୍ତି ସମୁଦ୍ର ଭିତରକୁ। ରାତିରୁ ଉଠିକି ସେମାନେ ଯାଆନ୍ତି ଆମ ପାଇଁ ମାଛ ଆଣିବା ପାଇଁ। ଦେଖିବେ ଲହରୀ କେମିତି ପଡ଼ୁଛି ତାର ଆବାଜଟା ଆପଣମାନେ ଶୁଣିପାରୁଥିବେ। ବହୁତ ସୁନ୍ଦର ଭ୍ୟୁ ରହୁଛି ଦେଖିପାରୁଛନ୍ତି ଆପଣମାନେ। ତ ଆସିକି ଜାଗାକୁ ବୁଲି ଯାଆନ୍ତୁ ଭାଇ। ଦେଖିପାରୁଛନ୍ତି ଲହରୀର ସାଉଣ୍ଡ ଆଉ ତାର ଯେଉଁ ଗର୍ଜନ ସାଉଣ୍ଡଟା ରହୁଛି ଆପଣମାନେ ଦେଖୁଛନ୍ତି। ପହଞ୍ଚି ଯାଇଛୁ ବର୍ତ୍ତମାନ ସି ବିଚ୍ରେ। ତ ଦେଖନ୍ତୁ ପାଣି ପୁରା ମୋ ପଛରେ ବର୍ତ୍ତମାନ ଆସିଲାନି। ଦେଖିପାରୁଛନ୍ତି ପାଣି କେତେ ବାଟ ଆସିଲାନି, ଏଠି ଲହରୀ କେମିତି ଖେଳୁଛି ଦେଖିପାରୁଛନ୍ତି ଆପଣମାନେ। ତ ଆସିକି ଏଇ ଭିଡ଼ିଓ ଦେଖନ୍ତୁ ଆଉ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଅଲରାଉଣ୍ଡର ଚିଣ୍ଟୁ। ଦେଖିପାରୁଥିବେ ଏଠି କେତେ ମାଛ ପଡ଼ିଛି ଆପଣ ଦେଖିପାରୁଛନ୍ତି। ଏଠି ମାଛ ବହୁତ ବହୁତ ମାଛ ପଡ଼ିଛି। ଲହରୀର ଦେଖନ୍ତୁ ଲହରୀ କେମିତି ଖେଳୁଛି ଲହରୀ। এই ଲହରୀଟା ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି। ଦେଖିବା ପାଇଁ ବହୁତ ସୁନ୍ଦର ଲାଗୁଛି ଲାଗି ଆପଣମାନେ ଏଠି ଦେଖନ୍ତୁ। ଏଠି ବହୁତ ଡଙ୍ଗା ଏଠି ସମସ୍ତେ ମାଛ ଧରିବା ପାଇଁ ଯାଆନ୍ତି। ପୁରା ଲହରୀ ପୁରା ତାଙ୍କ କେମିତି ହେଉଛୁ। ମାଛ ଏଠି ଆସି ପୁରା ସମୁଦ୍ର ପାଖରେ ଲାଗି ଯାଉଛୁ। ଦେଖନ୍ତୁ ଏଇଟା କି ମାଛ ଆପଣମାନେ କମେଣ୍ଟ କରି କହିବେ କି ମାଛ ଏଇଟା ସବୁ। ତ ସାଙ୍ଗମାନେ ଦେଖୁଛନ୍ତି ସେମାନେ ମାଛ ଧରିକି ତାଙ୍କ ଜାଲ ନେଇକି ଯାଉଛନ୍ତି। ମାଛ ଧରିକି ଯାଉଛନ୍ତି ସେମାନେ ଘରକୁ ଯାଉଛନ୍ତି ମାଛ ବିକ୍ରି କରିକି ତାଙ୍କର ପରିବାର ଚଳେଇବେ। ସେଠି ଆଉ ଜଣେ ମାଛ କରୁଛନ୍ତି ଆପଣ ଆମେ ଦେଖିବା ମାଛ ଧରିଛନ୍ତି ସେମାନେ। ଆମେ ଦେଖନ୍ତୁ ଚାଲନ୍ତୁ ଯିବା ମାଛ ଧରିବା ପାଇଁ। ତ ସାଙ୍ଗ ଦେଖନ୍ତୁ ଏଠି ମାଛ ବର୍ତ୍ତମାନ ମାଛ ନେଇଛନ୍ତି କେତେ ମାଛ। ତ ଏ ଦି ଭାଇ ବର୍ତ୍ତମାନ ତାଙ୍କର ବ୍ଲଗ ବନେଇବାରେ ତାଙ୍କର ବିଜି ଅଛନ୍ତି। ତ ଗାଇସ୍ ଦେଖିପାରୁଥିବେ ବର୍ତ୍ତମାନ ମାଛଟି କେତେ ତାଙ୍କର ଧରିକି ରଖିଛନ୍ତି। ମାଛ ସବୁ ଦେଖନ୍ତୁ ଏତେ ବି ସେ ମାଛ ଯେ କିନ୍ତୁ ସାପ କାମୁଡ଼ି ଦିଅନ୍ତି ନାଇଁ ତ ଦେଖିପାରୁଥିବେ ମାଛ ଏଠି ବହୁତ ମାନେ ଧରିକି ବିକ୍ରି କରୁଛନ୍ତି। ଏଗୁଡ଼ା ତ ବିକ୍ରି ହୁଏ ନା ତ ଗାଇସ୍ ଆଜି ଆମେ ଏଠି ରଖିଲୁ। ଜୟ ଜଗନ୍ନାଥ। ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଅଲରାଉଣ୍ଡର ଚିଣ୍ଟୁକୁ ଯାଇ ସବସ୍କ୍ରାଇବ୍ କରନ୍ତୁ ଆଉ କମେଣ୍ଟ କରନ୍ତୁ ଜାଗାଟି କେମିତି ଲାଗିଲା। ଆଉ ଏ ଜାଗାକୁ ଆସିକି ବୁଲି ଯାଆନ୍ତୁ ଥରେ, ବହୁତ ସୁନ୍ଦର ହେଇଛି ଚୌମୁଖ ସି ବିଚ୍।